दीवाना है चला उसे ढूंढने ବ୍ରେକଫାଷ୍ଟ ନିହାତି ଦହିବରା ହବା ଦରକାର ନାହିଁ କିନ୍ତୁ ବ୍ରେକଫାଷ୍ଟ ନିହାତି ଦହିବରା ହବା ଦରକାର ନାହିଁ କିନ୍ତୁ ଲସ୍ ଏଟା ରିଚୁଆଲ କଟକ। ଜୟ ଜଗନ୍ନାଥ ଗୁଡ୍ ମର୍ଣ୍ଣିଂ ଫ୍ରମ୍ କଟକ। ତ ବର୍ତ୍ତମାନ ମୁଁ ଯାଉଛି ମୋ ମାମୁଁ ପୁଅକୁ ଛାଡ଼ିବା ପାଇଁ ଷ୍ଟେସନରେ। ସିଏ ତାର କ'ଣ କଲିକତାରେ କାମ ଅଛି ତ ସିଏ କଲିକତା ପଳେଇବ ଆଉ ମୁଁ ପଳେଇବି ପୁରୀ। ମୋ ଲେଫ୍ଟ ସାଇଡ଼ଟା ପୁରା ରେଭେନ୍ସା କଲେଜ, ଏଠି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ପଢ଼ିଥିଲେ। ତ ଭାଇ ରେଡ଼ି ପୁରା କହିପାରିବିନି ଦେଖିବା ଚାଲ। ଆଉ ମୁଁ ଏବେ ଚାଲିଲି ଭୁବନେଶ୍ୱର, ଆଉ ଭୁବନେଶ୍ୱରରୁ ଆଉ ଗୋଟେ ମାମୁଁ ପୁଅ ନେଇକି ଯିବି ମୁଁ ପୁରୀ। ତ ହେଲମେଟଟା ଟିକେ ପକେଇଦିଏ, ନହେଲେ କଥାଟା କ୍ଲିୟର ଆସିବନି, ଧୀରେ ଧୀରେ କଥା କହିବା ପାଇଁ ପଡ଼ିବ। ହାଉଲେ ହାଉଲେ ଦିଦି 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 ବର୍ତ୍ତମାନ କଥା ହେବା। ମୁଁ ଖୋଜୁଛି ମୋ ବେଲା ଚଲାବାଟା ମୁହଁରେ ଯୋଉଟା ଗୁଡ଼ାନ୍ତି ଆଉ ଢକନ ପକେଇଲା ବେଳକୁ ବଡ଼ ଗରମ ଲାଗୁଛି। ତ ଭାଇ ପ୍ଲାନ୍ର ଟିକେ ଚେଞ୍ଜେସ୍ ଅଛି। ବର୍ତ୍ତମାନ ମୁଁ ଯିବି ଏଉଠୁ ଭୁବନେଶ୍ୱରରୁ ଆମେ ଡାଇରେକ୍ଟ ଯିବା କୋଣାର୍କ ପହଞ୍ଚି ସାରିଲା ପରେ ତାପରେ କ'ଣ ପ୍ଲାନିଂ ହେବ ସେଟା ଆମେ ଡିସ୍କସ୍ କରିବୁ। କି ଆମେ କ'ଣ ଆମେ ହିଁ ଡିସ୍କସ୍ କରିବୁ, ଆପଣମାନେ ଦେଖିବେ। ତ ଆପଣ ଦେଖିପାରୁଥିବେ ସାମ୍ନାରେ ଗୋଟେ ଟାୱାରଟେ ଅଛି। ତ ଏଠିକାର ସ୍ପିଡ଼ ଲିମିଟ୍ ହେଲା ଆକ୍ଚୁଆଲି କେଉଁଠି 40, କେଉଁଠି 50, କେଉଁଠି 60। ତ ଦେଖିକି ଯିବା ପାଇଁ ପଡ଼ୁଛି। ତ ସେଇ ଅନୁସାରେ ସେ ସ୍ପିଡ଼ କ୍ୟାମେରାଟା ବି ସେଇଠି ଲାଗିଛି। ଟିକେ ଓଭର ସ୍ପିଡ଼ିଂ କରିବ ସାଙ୍ଗେ ସାଙ୍ଗେ ତୁମ ମେଲ୍କୁ ଚାଲି ଆସିବ ମେସେଜ୍ କି ତୁମ ଉପରେ ଚାଲାନ କଟିଯାଇଛି ତୁମ ଗାଡ଼ି ନମ୍ବରରେ। ତ ସେଇଆ ହେଉଛି କଥା। ତ ସେଇଥିପାଇଁ ଏଠି ଦେଖି ଚାହିଁ ଚାଲିବା ପାଇଁ ପଡ଼ିବ। ଏଇଟା ପ୍ରାୟତଃ ସେଇ ଚଣ୍ଡିଖୋଲ ପାଖରୁ ହିଁ ଏଇଟା ଷ୍ଟାର୍ଟ ହେଇଯାଏ। ଦେଖି ଦେଖି ଆସିବା ପାଇଁ ପଡ଼େ ଆଉ। ବାକି ମୁଁ ତ ଓଭର ସ୍ପିଡ଼ିଂ କରେନି ପ୍ରାୟତଃ। ସ୍କୁଟିରେ କ'ଣ ଓଭର ସ୍ପିଡ଼ିଂ କରିବି ମ। ତ ଭାଇ ମୁଁ ଆସି ପହଞ୍ଚି ଯାଇଛି ୱାର୍ଲଡର ଫେମସ୍ ପାହାଳ ମିଠା ଦୋକାନ ସାମ୍ନାରେ। ଏ ଜାଗାଟା ନା ଆକ୍ଚୁଆଲି ନଖରା ଅଣ୍ଡରରେ ପାହାଳ ଯାଏ। ଏ ଦେଖ ପୁରା ସିରିଜରେ ପୁରା ମିଠା ଦୋକାନ ଗୁଡ଼ା ବସିଛି। ସେଦିନ ରାତିରେ ଆସିଥିଲେ ପୁରା ମିଠା ଦୋକାନ ହିଁ ବନ୍ଦ ଥିଲା। ଆଜି ବି ବହୁତ ଗୁଡ଼ା ବନ୍ଦ ଅଛି, କାରଣ ସକାଳ ଏତେ ହେଇନାହିଁ, 7ଟା ହିଁ ଟୋଟାଲ୍ ହେଇଛି। ସେଠି 4-5ଟା ବନ୍ଦ ଥିଲା, ବାକି ସବୁ ଗୁଡ଼ା ଓପନ୍ ଅଛି। ଆଉ ଯଦି ହେବ ତାହେଲେ ଗଲା ଦିନ ପ୍ରାୟ ଲାଗୁଛି ନେଇକି ଯିବି, ଯଦି ମନେ ପଡ଼ିଲା। ଯଦି ମନେ ନ ପଡ଼ିବ ଆଉ ତାକୁ କ'ଣ କରାହେବ, ଆଉ ତାକୁ କିଛି କରିହେବନି। ଦେଖ କେତେ ମିଠା ଦୋକାନ, ପୁରା ବହୁତ ବାଟ ପର୍ଯ୍ୟନ୍ତ 200-300 ମିଟର ପାଖାପାଖି। ହେଇ ଦେଖ ସାମ୍ନାରେ ଆଉ ଗୋଟେ ସ୍ପିଡ଼ କ୍ୟାମେରା। ଆକ୍ଚୁଆଲି ଏଇଠୁ ବି ମୁଁ ଯାଇପାରିବି କଟକ ପୁରୀ ରୋଡ଼ରେ, ମାନେ ଭୁବନେଶ୍ୱର ବାଇପାସ୍ କରି ଲେଖା ହେଇଛି ଉପରେ ପୁରୀ। ପୁରା ଟୋଟାଲ୍ ମୁଁ ଭୁବନେଶ୍ୱରକୁ ବାଇପାସ୍ କରିଦେଇପାରିବି, କିନ୍ତୁ ଏବାଟେ ମୁଁ ଯିବାର ନାହିଁ। ଆଗରେ ମୁଁ ଭେଟିକି ତାଙ୍କୁ ଯିବା ସେବାଟେ ଆଉ। ତ ଭାଇ ଏଇଠୁ ମୁଁ ରସୁଲଗଡ଼ ଟିକେ ବାକି ରହିଲି। ବାକି ରସୁଲଗଡ଼ ତେବେ ମୁଁ ପହଞ୍ଚିଗଲି, ତାକୁ ଗୋଟେ ଫୋନ୍ ମାରେ କେଉଁଠି ଅଛନ୍ତି, ନହେଲେ ସେ ଯଦି କହିବେ ଆଉ କେଉଁଠିକି ଯିବା ପାଇଁ ତ ସେଠିକି ଯିବା ପାଇଁ ପଡ଼ିବ ଆଉ। ତ ଚାଲ ଭାଇ ଆଚାର୍ଯ୍ୟ ବିହାର ଯିବା। ଆଚାର୍ଯ୍ୟ ବିହାରରୁ ହିଁ ସେମାନେ ଯିବେ, ତ ସେଠିକି ଆଗ ଚାଲ, ତାପରେ ଯାଇକି ଯିବା ଆଉ। ତ ଏଠି ବି ସେମ୍ ବାଲେଶ୍ୱର ଭଳିଆ ସିନ୍। ତ ଏଠି ସକାଳୁ 8ଟା ତ ହେଲାଣି, ବାକି 8ଟା ବେଳେ ବି ଏଠି ଟ୍ରାଫିକ୍ ପୁଲିସ୍ ବାଲା ନାହାନ୍ତି। ସେମ୍ ବାଲେଶ୍ୱର ଭଳିଆ ଏଠି ନା ରେଡ୍ ଲାଇଟ୍ ଅଛି ନା ୟେଲୋ ଲାଇଟ୍, କିଛି ଜଳେନି ସକାଳୁ, କାରଣ ଏତେ ଭିଡ଼ ବି ନାହିଁ। ଆଜି ସଣ୍ଡେ ବି ଏମିତି, ଆଉ ଆଜି ଭିଡ଼ ବି ନାହିଁ। ତ ସେମ୍ ହେଉଛି କଥା, ସେମ୍ ବାଲେଶ୍ୱର ଭଳିଆ ପୁରା ସେମ୍ ସିନ୍। ଚାଲ ଭଲ ପୁରୀ ତ ପହଞ୍ଚିବା। ଘଣ୍ଟେ 1.5 ଘଣ୍ଟା ଲାଗିବ। କେତେ ଲାଗିବ ମ୍ୟାକ୍ସ 1.5 ଘଣ୍ଟା, 9ଟା 9:30 10ଟା ଭିତରେ ପହଞ୍ଚିବା। ସେମାନେ ଯାଉଛନ୍ତି ସାମ୍ନାରେ R15ରେ, ଆଉ ମୁଁ ମୋ ସ୍କୁଟି ନୁହେଁ, ଏଇଟା କୁହାଯାଏ ମୋପେଟ୍ କୁହାଯାଏ। ମୋପେଟ୍ ମାନେ ହେଲା ସ୍କୁଟର, ଜାଣିନ ସ୍କୁଟର ହେଲା। ସ୍କୁଟି ଗୋଟେ ବ୍ରାଣ୍ଡ ନେମ୍, ଯେଉଁଟାକି ହେଲା TVSର ଗୋଟେ ପ୍ରଡ଼କ୍ଟ ହେଲା ସ୍କୁଟି, କିନ୍ତୁ ଏଇ କ୍ୟାଟାଗୋରୀ କୁହାଯାଏ ମୋପେଟ୍ ବି କୁହାଯାଏ, ନହେଲେ ସ୍କୁଟର ବି କୁହାଯାଏ, ଯାହା କହୁଛ କୁହ। ସେମାନେ ଆଗରେ ପଳେଇଲେ, ମୋ ପାଇଁ ଲାଗିଲା ରେଡ୍ ସିଗ୍ନାଲ୍। ତ
ଭାଇ ବର୍ତ୍ତମାନ ଆମେ ପିଉଛୁ ଏଠୁ ନଡ଼ିଆ ପାଣି ପିଇକି ଟିକେ ହାଇଡ୍ରେଟେଡ୍ ହେଇ ତାପରେ ଆଗକୁ ବଢ଼ିବା ଆଉ। ବର୍ତ୍ତମାନ ଓଡ଼ିଶାରେ ଚାଲିଛି ହିଟ୍ ୱେଭ୍ ଆଉ ଆମର ଏତେ ବଡ଼ିରେ ଚୁଲ୍ ମଚି ଏତେ ଗଲୁ ଅଛି ଆମ ବଡ଼ିରେ ତ ଆମେ ବାହାରିଛୁ ପୁରୀ ଯିବା ପାଇଁ। ମୁଁ ତ ଅଲରେଡ଼ି ଘରୁ ଆସି ଭୁବନେଶ୍ୱର ହିଁ ପହଞ୍ଚିଲିଣି। ଏଠି ସେ ନଡ଼ିଆବାଲା ମଉସା ବି ଆମ ଉପରେ ଟିକେ ରାଗିଗଲେ କାରଣ ଟିକେ ହରକତ ଟିକେ ହେଲା ନା ତାଙ୍କ ସାଙ୍ଗେ ଜାଣି ଜାଣିକା ଆମେ ହରକତ କରିଦେଉଛୁ। ସେ ରାଗୁଥାନ୍ତି ଆମେ ତାଙ୍କୁ ଏଠି ମିମିକ୍ରି କରିଥାଉ ଟୋଟାଲ୍ ରୋଷ୍ଟ। ସେ କ'ଣ କହିବେ। ତ ନଡ଼ିଆ ପିଆ ହେଲା ଖତମ। ଏବେ ଏଠୁ ବାହାରିବା ଜଲ୍ଦି ଯିବା ଯାଇ କୋଣାର୍କରେ ପହଞ୍ଚିବା। ଏଇ ସାମ୍ନାରେ ଦେଖାଉଛି ଭାଇ, ଏଇ ଦେଖ ସାମ୍ନାରେ ଧଉଳି ପୁରା କ୍ଲିୟର ଭିଜନ ଦେଖାଉଛି। ତ ଖୋଲିଦେବି ଏଟା ଛାତି ଚେଷ୍ଟ ଟା ଖୋଲିଦେଲେ ଆରାମ ସେ ଭିଡିଓ ବନେଇ ଯାଏ। ଭାଇ ଏବେ ଛିଡ଼ା ହେଇଛି ପିପିଲି ପୁରୀ ରୋଡ ସେପଟେ ପିପିଲି ରାସ୍ତା ଭିତରକୁ ଯିବା ପାଇଁ। ଏଠି ବଢ଼ିଆ ଗୋଟେ ପିପିଲି ଲେଖା ହେଇଛି ଆଉ ସେଠି ବଢ଼ିଆ ହେଇଛି ଫଟୋ ଉଠେଇବା ପାଇଁ ଜାଗା। ଯିବା ଏବେ ଆମେ ଫାଷ୍ଟ ଯିବା କୋଣାର୍କ ତାପରେ ଯିବୁ ଆମେ ପୁରୀ। କୋଣାର୍କର ସେଇ 2 ଘଣ୍ଟା ଖଣ୍ଡେ ରହିକି ତାପରେ ପୁରୀ ଯିବା। ଗରମ ଟିକେ ଲାଗିବ ନା ତ ସେଥିପାଇଁ ଏକ ରୁମ୍ରେ ପହଞ୍ଚିବି ବେଳ ତାକୁ ଯଦି ହବ ଯିବା ଦର୍ଶନ କରିବା ପାଇଁ ନହେଲେ କାଲି ଭୋର ପ୍ଲାନ୍ ଫିକ୍ସ ହେଇନି। ତ ଆଜିକା ଭିଡ଼ିଓ ପାଇଁ ଏତିକି। ଯଦି ଭିଡ଼ିଓ ଭଲ ଲାଗିଲା ତାହେଲେ ଲାଇକ୍ ସେୟାର ସବସ୍କ୍ରାଇବ୍ ନିହାତି କରିକି ଯିବେ। ତ ନେକ୍ସଟ ଭେଟିବା ନେକ୍ସଟ ପାର୍ଟରେ। ସେତେ ପର୍ଯ୍ୟନ୍ତ ଧନ୍ୟବାଦ।